आज्ञा आपण को जाचिलुरु तिरस्कार करदेले मते जाचिल गुरु तिरस्कार करदेले माने मु नेलेनी तिरस्कार करदेले मु खाई होइथिली आपण मागिलु गुरु देलु गुरु खाई देले। अरे 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 नटवर बाबू आपण गुरु देलु गुरु तिरस्कार करदेले तापरे मु खाई बसली मागिलु गुरु दे देली आपण खाई देले खाई बइथिलो मागिलु गुरु देई देले हां दे देलु गुरु आपण खाई देले जाचिलु गुरु तिरस्कार करथिले। हाँ आज्ञा अर्थ फेरे देला कौन कौन आज्ञा सुखुआ पड़ा कौन आज्ञा सुखुआ पड़ा ए तोते किए से खाइला ब्रह्म ज्ञान आरे बाप धन तोते किए सिखाइला ब्रह्म ज्ञान अरे बाप धन बाबू आज्ञांकर चार्टा प्रश्न हो गला। हाँ 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 धूम उपर प्रश्न गला हो हो आज्ञा आमर सेपटे नलगंटा कवि सूर्यनगर आस्का के कहीं देखा मिलूनी खाली ब्रह्मपुर बंदई रघुनाथ राजीव नेत्रीपति राजहंस रमना रमण दासरथी अखंड सूर्यवंश मंडन पूर्ण इंदु अबनी बनी तार जीवन प्राण बंधु अशेष जन मन मोहन रूप राशि कौशल्या देवी गर्भान रूप काशी दानवंकर छड़े मानव अवतार आनंदे ऋषि जाग रक्षणे आगुसार निर्भये मारी सारी सुबाहु तारकाकू तारी नारी हल्या अशेष जन बंधुकू रेणुका नंदन बंदन पाप नासी पाली पिता वचन गहन बने बसी हरि क्षुदाहार करीण फल मूल सही शीत तपत तापरु तरी काल केड़े षष्ठ कष्ट के कहिबा कहि पारी कुरंगी नयनांकु कुरंग लोभे हारी कुरंगी नयनांकु कुरंग लोभे हारी करी धरी भलुक बानर संगे प्रीति प्रलय सिंधु जल पाषाण पाड़ी पोती बड़ सुंदर रे पचारुछ प्रसन्न इमिति देवता देखिले गाहाणर आनंद मन किए पचारिले किए पारिबो कि कही कहिबो बोली का मुंडे लेखा नाई कविंकर तुंड ये सारा ब्रह्मांड व्यास महामुनि बेदर षण्ड तथापि आदि अंत जानी नाहंती आपण पचारिले उत्तर देवी किमिंदी आम पंडित समाज को दूर नमस्कार जेते बंधु बसी पुराण शुणती श्रुति हे विदुष मंडली कहूची महाभारत हे भकी नाही जे पचारिबा अर्थ आज्ञा टिके लक्ष्य दिंतु साहुकार घरे चषा भलिया लागई दिने बिलरे हलिया नहीं हल बांधई बाबू माने भारत पुराण
আহা ভাগবতরে মধ্য অছি রহিণু হলি আসিনা হল বাঁধিছি লঙ্গলটাকু যে হাতরে ধরিছি বস ঢেমাকু যে চাষ করুছি আচ্ছা ସୁନା ମୁଣ୍ଡା ଗୋଟିଏ ବିଲରେ ଥିଲା ହଉ ହଳ ବାନ୍ଧୁ ବାନ୍ଧୁ ଲଙ୍ଗଳ ସିଆରେ ଲାଗିଲା ଆହା ଥରେ ଧଇଲା ସୁନା ମୁଣ୍ଡାକୁ ସେ ହଳିଆ ଗୋଟି ଆହା ସାହୁକାର ନିକଟେ ହଳିଆ ଗଲା ପହଞ୍ଚି ମୁଁ ତ ଆପଣଙ୍କର ଚାକର ହେ ସାହୁକାର ଏ ମା ମୁଁ ହଳ ବାନ୍ଧୁଥିଲି ନେଇ ତୁମ ବିଲର ଆହା ତୁମ ବିଲରୁ ଏ ସୁନା ମୁଣ୍ଡା ମୋତେ ମିଳିଛି ଆହା ଏଇଟା ତୁମର ଅଧିକାର ନିୟମ ଦେଉଅଛି ଦୈବ ସାହୁକାର ବୋଇଲେ ମୁଁ ନେବି ନାହିଁ ହୋଇରେ ତୋତେ ତ ମିଳିଛି ପୁଅ ମୁଁ ନେବି କି ପାଇଁ ମନ ଏଇଟା ହଉଛି କି ହଉନି ହଉନି ହଁ କାଟି ଦିଅନ୍ତୁ ଅନ୍ୟ କିଛି ଅଛି ପ୍ରଶ୍ନ ପଚାରୁଛନ୍ତି ଆଜ୍ଞା ମୁଁ ଦଉଥିଲି ସେ ନେଲାନି ଭାରତ ଏବଂ ଭାଗବତ ସାହୁକାର କହିଲା ତୋତେ ମିଳିଛି ମୁଁ କାହିଁକି ନେବି ଆଜ୍ଞା ହଳିଆକୁ ମିଳିଲା ଆଜ୍ଞା ମୁଁ ଲକ୍ଷ୍ୟ ମୁଁ କରୁଛି ନହେଲେ ଆଉ ଥରେ କୋଉଟେ ଗୋଟେ ଥିବ ଭିତରୁ ଗୋଟେ କାଢିବ କାଢ କାଢ ଯଦି ଭାଗବତ ମହାଭାରତ ନଅଣ୍ଟେ ମନ ବଡ଼ ମଉଜରେ ଲାଗିଅଛି ଆଜି ଗାହାଣ ହେ ବିଦୁଷ ମଣ୍ଡଳୀ ଯାହା ପଚାରିଛନ୍ତି ଲକ୍ଷ୍ୟ କରି ଆଜ୍ଞାଙ୍କୁ ବୁଝାଉଅଛି ଆହା କାମରାଜୁ ବାବୁ ଶୁଣ ଏ ଗାହାଣ ଗୀତ ହଉ ହଉ ଆଇରେ ଚାଲା ଜଟାଇ ପାରିଲେ ମାତ୍ର କହିବ ପ୍ରସନ୍ନ ଏ ବଡପା ଏ ସୁନ୍ଦର କରିଣ ପ୍ରସନ୍ନ ବାନ୍ଧିଛନ୍ତି ଆହା ଦେଲା ସମୟରେ ମାତ୍ର କଜେ ନେହୁନାହାନ୍ତି ନହେଲେ କହିବା ହରିବଂଶ ବହି ଲାଞ୍ଜ ଧରା ପଡ଼ିଗଲେ ଆଉ ଛାଡ଼ିବା ନାହିଁ ଆରେ କିଏ ନେହୁଥିଲା କିଏ ନେହୁଛି ଚାଲ ସୁନ୍ଦର କରି ପ୍ରସନ୍ନ ମାତ୍ର ଆସିଛି ଥରେ ମହାଭାରତକୁ ଯିବା କହିଣ ହାଇ ହାଇ ହରିବଂଶ 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 ଭାଙ୍ଗିଗଲା ଏ ଆହୁରି ଶୁଣିବେ ସୁଜନ ଜନ ପଚାରିଛନ୍ତି ଯେ ନୂଆ ପ୍ରସନ୍ନ ବାବୁଙ୍କର ଆଜି ମୋହି ଦେବା ଏବେ ମନ ହରେ ଗଛରେ ପାଚିଲା ବେଲ ଅଣ୍ଡା ମୁଣ୍ଡକୁ ମୋ ଯଶ୍ଵିନୀ ତେଲ ବୁଢ଼ା ବୁଢ଼ୀ ସଙ୍ଗେ ହେବ ସୁନ୍ଦର କରି ଯାଇନ ପ୍ରସନ୍ନ ମାତ୍ର କଦିଏ ବାନ୍ଧିନ ସଭା ମଧ୍ୟରେ ମା ପଚାରନ୍ତି ଯେ ନେଇନ ପ୍ରସନ୍ନ ତମର କଣ ଅଛି ଦଉଥିଲା ନେଲାନି ଓହୋ ହଁ ହଁ ଦିନେ ଅଙ୍ଗ ଦେଶ ମଧ୍ୟରେ କର୍ଣ୍ଣ ମହାରଥୀ ଭାରତ ଭାରତ ରାମଚନ୍ଦ୍ରଙ୍କର ବଂଶାବଳୀରେ ହଉ ରଘୁରାଜା ବୋଲି କରି ଯେ ବଣ ରାଜନ ହବନି ଆଜ୍ଞା
ଦିନେ ବିଶ୍ୱାମିତ୍ରଙ୍କର କାହାଣୀ ହେଲେ ହରିଚନ୍ଦ୍ର ରାଜା ଦିନେ ହରିଚନ୍ଦ୍ର ରାଜା ଭାରି ଧାର୍ମିକ ହୋଇଥିଲେ। ଦର୍ଶକ ବନ୍ଧୁ ଆଜ୍ଞା ଯାହା ପଚାରିଛନ୍ତି ରାମାୟଣ ଭାରତ ହରିବଂଶର ଅଛି, ହଁ ହଁ ଅଷ୍ଟାଦଶ ପୁରାଣର ଅଛି। ହଇରେ ବିଶ୍ୱାମିତ୍ର ବାବା ହେଲେ ଗାଧି ରାଜନ, ହରିଚନ୍ଦ୍ରଙ୍କ ବାପା କିଏ ଦେବା ଗହିଣ, ପଣ୍ଡିତ ମଣ୍ଡଳୀ ବେଦ ରାମାୟଣ, ତିନି ପ୍ରକାର ହେବ ହରିଚନ୍ଦ୍ରଙ୍କ ଜନ୍ମ। ଠିକ ବାପା ହେଲେ ହରି, ମା ନାମ ଚନ୍ଦ୍ର। ଠିକ ସେଇଟା ନା। ହଁ ଠିକ। ତ୍ରିଶଙ୍କୁ ଯେତେବେଳେ ଯଜ୍ଞ କରିବା ପାଇଁ ବିଶ୍ୱାମିତ୍ରଙ୍କୁ ବଶିଷ୍ଠଙ୍କୁ ଡକେଇଲେ, ବଶିଷ୍ଠ ଯାଇଛନ୍ତି ସ୍ୱର୍ଗପୁରକୁ ସୁଧର୍ମ ସଭାରେ। ହଁ ମାତ୍ର ବିଶ୍ୱାମିତ୍ର କହିଲେ ମୁଁ ଯଦି ବଚନଟା ଦେଇଛି କେବେ ଅନ୍ୟଥା ହେବନି। ହଁ ତ୍ରିଶଙ୍କୁକୁ କହିଲେ ତୁମେ ଯଜ୍ଞ କରିବାକୁ ଲୋଡ଼ା ନାହିଁ, ମୋର ଆଦେଶରେ ଯାଇ ସୁଧର୍ମା ସଭାରେ ପହଞ୍ଚ। ସୁଧର୍ମା ସଭାରେ ପହଞ୍ଚ ବୋଲେ ତ୍ରିଶଙ୍କୁ ଆକାଶକୁ ଯାଉଛନ୍ତି। ଯିବା ସମୟରେ ସିଏ ଶୁଣ ଶୁଣନ୍ତୁ ଆଜ୍ଞା, ଶୁଣନ୍ତୁ ବଶିଷ୍ଠଙ୍କୁ ମୁଁ ଆପଣଙ୍କୁ କହିଦଉଛି ପଣ୍ଡିତ ଆଜ୍ଞା ଟିକେ ରୁହନ୍ତୁ, ସମୟ ହେଲାଣି ଆହୁରି ବି ଅଛନ୍ତି ଦେବତା ମାନେ ପଚାରିବାକୁ। ମୁଁ କହିଦଉଛି ଆଜ୍ଞା ଶୁଣନ୍ତୁ, ଯେତେବେଳେ ଆମର ବିଶ୍ୱାମିତ୍ର ଯଜ୍ଞ କଲେ, ବିଶ୍ୱରଥ ଥିଲେ ସିଏ ବିଶ୍ୱାମିତ୍ର ହେଲେ। ଯେତେବେଳେ ସିଏ ଯଜ୍ଞ କଲେ ଅଗ୍ନିକୁ ସ୍ୱାହା ସ୍ୱାହା କଲୁରୁ ଇନ୍ଦ୍ର ଦେବତା ତାଙ୍କୁ କ'ଣ କହିଲେ, ଏଇ ତ ସେ ଯଜ୍ଞର କିଛି ନେନୁରୁ ସିଏ ଲିଭିଗଲେ। ଲିଭିଗଲୁରୁ ବିଶ୍ୱାମିତ୍ର କହିଲେ ମୁଁ ଏତେ ତପସ୍ୟା କରିଛି, ଏତେ ସବୁ କିଛି କରିଛି, ସେଥିପାଇଁ ତାଙ୍କର ପୁଣ୍ୟଟାକୁ ଦେଲେ। ଶୁଣନ୍ତୁ, ପୁଣ୍ୟଟାକୁ ଇନ୍ଦ୍ରକୁ ଚଡ଼ୁ ରୂପେ ଦେଲେ, ଗ୍ରହଣ କଲେନି, ତିରସ୍କାର କରିଦେଲେ। କେତେ ସମୟ ଗଲା ପରେ ସିଏ ବ୍ରହ୍ମ ଋଷି ହବା ପାଇଁ ତପସ୍ୟା କରୁଥିଲେ। କିଏ? ବିଶ୍ୱକର୍ମା ଯେତେବେଳେ ତପସ୍ୟା କରୁଥିଲେ, ବିଶ୍ୱାମିତ୍ର ଭୁଲ କହିଲି, ବିଶ୍ୱାମିତ୍ର ଯେତେବେଳେ ତପସ୍ୟା କରୁଥିଲେ ସେତେବେଳେ ଇନ୍ଦ୍ର କହିଲେ ବଡ଼ ହତା ହେଇଯିବ ଆଉ, କ'ଣ କରି ନା ଧର୍ମ ବଳଟାକୁ ନବାକୁ ପଡ଼ିବ। କେମିତି ନେବେ ନା ତାଙ୍କୁ ବ୍ରହ୍ମା ଗୋଟେ ଖାଦ୍ୟ ଦେଇଥିଲେ, ଯୋଉଟା କି ସେଇଟା ଖାଦ୍ୟ ଖାଇଥିଲେ ସେତେବେଳେ ହେଇଯାତେ ଆମର ଋଷି ହେଇଯାତେ। ସିଏ କ'ଣ କହିଲେ, ସିଏ ଯେତେବେଳେ ଖାଇବା ବସିଥିଲେ ଇଏ ମାଗିଲେ, ଆମର ବିଶ୍ୱାମିତ୍ରକୁ ଇନ୍ଦ୍ର ମାଗିଲେ, ବ୍ରାହ୍ମଣ ବେଶ ହେଇକିରି ଯାଇଥିଲେ, ବିଶ୍ୱାମିତ୍ରକୁ ମାଗିଲେ ଖାଇବାକୁ। ଯେତେବେଳେ ମାଗିଲେ, ସେ ଯୋଉ ଖାଇବାକୁ ଯୋଉ ମାଗିଲେ ସିଏ ଜାଣି ଦେଇଥିଲେ ଯେ ଇଏ ଇନ୍ଦ୍ର ଦେବତା ହେଇଥିଲେ। ଇନ୍ଦ୍ର ଦେବତା ଯୋଉ ଆସିଥିଲେ ତାଙ୍କୁ ଖାଦ୍ୟଟା ଦେଲେ। ହେଲେ ବ୍ରାହ୍ମଣର ହଉଛି ଯୋଉଟା ବ୍ରାହ୍ମଣ ଗ୍ରହଣ କରିଦେଇଥିବ ସେଇଟା ଯଦି ଦବ ବୋଲେ ସେଇଟା ତାର ଧର୍ମଟାକୁ ଆକା ଦବ, ପ୍ରତିଗୃହିତ ଦେଇଥିବେ। ସେଥିପାଇଁ ଧର୍ମଟାକୁ ଯେତେବେଳେ ଦେଇଥିଲେ, ଧର୍ମଟାକୁ ଇନ୍ଦ୍ର ଆକା ସେତେବେଳେ ତିରସ୍କାର କରିଥିଲେ। ଆଉ ଥରେ ଖାଇବା ହେଇଥିଲା ଆଳୁ ମାଗିଲୁରୁ ଗ୍ରହଣ କଲେ। ତାର ବାବରତଟା ଏଇଟା ଆଜ୍ଞା ମୁଁ କହିଲି ପରା, ଏଇଟା ବିଶ୍ୱକର୍ମାଙ୍କର ଶିବ ପୁରାଣରେ ବି ଅଛି। ବିଶ୍ୱାମିତ୍ରଙ୍କର ଏଇଟା ପୁରାଣଟା ଅଛି। ରାମାୟଣ ଭିତରେ ଅଛି। ରାମାୟଣ ଭିତରେ ତ୍ରିଶଙ୍କୁ ଯୋଉ ଆକାଶକୁ ସ୍ୱର୍ଗକୁ ଗଲେ, ତିରସ୍କାର ବୋଲେ ଠେଲିଦେଲେ। ହେଲା ପୁରାଣ ତ ସରିତ ଗଲା, ଆଉ ତାପରେ ଆଲୋଚନା ନାହିଁ।